ଗୋପାଳପୁର ଗାଁର ଶେଷ ମୁଣ୍ଡରେ ପଡ଼େ ବ୍ରାହ୍ମଣ ସାହି। ସେଇ ସାହିରେ ଜଣେ ବ୍ରାହ୍ମଣ ରହୁଥାଏ। ସେ ଭାରି ଅଳସୁଆ, କୌଣସି କାମକୁ ଯାଏ ନାହିଁ। ଦିନସାରା ସେ ଘରେ ବସି ରହେ। ଦିନକର କଥା, ସେଦିନ ବ୍ରାହ୍ମଣଟି ଘରେ ବସିଥାଏ। ତା ସ୍ତ୍ରୀ ରୋଷେଇ କରିବାକୁ ଚୁଲି ପାଖକୁ ଆସିଲା। ସେ ଦେଖିଲା ଚୁଲିରେ ଜଳାଇବାକୁ କାଠ ନାହିଁ। ସେହି ସମୟରେ ବ୍ରାହ୍ମଣଟି କହିଲା, ଶୁଣୁଛ, ଗୋଟିଏ ଚାହା କରି ଆଣିଲ। ବ୍ରାହ୍ମଣର ପତ୍ନୀ ପାଣି ଗ୍ଲାସ ଧରି ବ୍ରାହ୍ମଣକୁ ଦେଲା। ବ୍ରାହ୍ମଣ କହିଲା, ଏ ପାଣି କ'ଣ, ଚାହା କାହିଁ? ବ୍ରାହ୍ମଣର ପତ୍ନୀ କହିଲା, ଚୁଲି ଜାଳିବାକୁ କାଠ ନାହିଁ, ଚାହା କେମିତି କରିବି? ବ୍ରାହ୍ମଣଟି କହିଲା, ହଉ ଠିକ୍ ଅଛି, କିଛି ଦରକାର ନାହିଁ। ବ୍ରାହ୍ମଣର ପତ୍ନୀ କହିଲା, ଆଜି କ'ଣ ତୁମେ କାମକୁ ଯିବ ନାହିଁ? ବ୍ରାହ୍ମଣଟି କହିଲା, ନା ଯିବିନି। ବ୍ରାହ୍ମଣର ପତ୍ନୀ ରାଗି ଯାଇ କହିଲା, ତୁମେ କେଉଁଠି ନ ଯାଇ ଘରେ ବସି ରୁହ। ଆଜି ଆମେ କ'ଣ ଖାଇବା କିଛି ଜଣା ନାହିଁ। ଯଦି ତୁମେ ଆଜି କାଠ ଆଣିବାକୁ ନ ଯାଅ। ଏତିକି କହି ବ୍ରାହ୍ମଣର ସ୍ତ୍ରୀ କୁରାଢ଼ୀଟି ଧରି କାଠ ଆଣିବାକୁ ବାହାରିଲା। ବ୍ରାହ୍ମଣ ତା ସ୍ତ୍ରୀ ହାତରୁ କୁରାଢ଼ୀଟି ନେଇ କହିଲା, ନା ତୁମେ ନୁହେଁ, ମୁଁ ଯାଉଛି। ଏତିକି କହି ସେ ତା ସ୍ତ୍ରୀ ହାତରୁ କୁରାଢ଼ୀଟି ନେଇ ଜଙ୍ଗଲକୁ ଚାଲିଗଲା। କିଛି ସମୟ ଚାଲିଲା ପରେ ବ୍ରାହ୍ମଣ ଗୋଟିଏ ବିରାଟ ବରଗଛ ଦେଖିଲା। ସେ ବରଗଛ ଦୀର୍ଘ 5 ମଣିଷ ସହ ସମାନ ହେବ। ସେ ଯାଇ ସେହି ଗଛ ମୂଳରେ ଟିକେ ବିଶ୍ରାମ ନେବାକୁ ଲାଗିଲା। କିଛି ସମୟ ପରେ ସେହି ଗଛରୁ ଗୋଟିଏ ବ୍ରହ୍ମ ରାକ୍ଷସ ବାହାରିଲା। ଏହା ଦେଖି ବ୍ରାହ୍ମଣଟି ଭୀଷଣ ଡରିଗଲା। ବ୍ରହ୍ମ ରାକ୍ଷସଟି କହିଲା, ଏତେ ଦିନ ପରେ ମଣିଷ ରକ୍ତ ପିଇବାକୁ ମିଳିବ। ବ୍ରାହ୍ମଣଟି ମନେ ମନେ ଭାବିଲା, କିଛି ଗୋଟେ ନ କଲେ ଇଏ ମୋତେ ମାରିଦେବ। ବ୍ରାହ୍ମଣଟି ବ୍ରହ୍ମ ରାକ୍ଷସକୁ କହିଲା, ବ୍ରହ୍ମ ରାକ୍ଷସ, ମୁଁ ତ କାହିଁ ତୋ ନାଁ କେବେ ଶୁଣି ନାହିଁ। ବ୍ରହ୍ମ ରାକ୍ଷସଟି ରାଗି କହିଲା, କ'ଣ ତୁ ମୋ ନାଁ ଶୁଣିନୁ? ତ ମୋ ଶକ୍ତି ଜାଣିଛୁ? ମୁଁ ଚାହିଁଲେ ତୋତେ ଏଇଠି ମାରିଦେବି। ବ୍ରାହ୍ମଣଟି ବ୍ରହ୍ମ ରାକ୍ଷସକୁ କହିଲା, ମୁଁ ବି ବଡ଼ ବଡ଼ ବ୍ରହ୍ମ ରାକ୍ଷସକୁ ମୂଷା କରିଦେଇଛି, ଆଜି ତୋ ପାଳି। ବ୍ରହ୍ମ ରାକ୍ଷସଟି କହିଲା, କ'ଣ ତୁ ମୋତେ ମୂଷା କରିଦେବୁ? ଏହା କହି ସେ ଜୋରରେ ହସିବାକୁ ଲାଗିଲା। ବ୍ରାହ୍ମଣଟି କହିଲା, ଏ ଶୁଣ, ତୁ ବୋଧେ ଜାଣିନୁ, ଏ ଜାଗାରେ ଯେତେ ବ୍ରହ୍ମ ରାକ୍ଷସ ଥିଲେ ମୁଁ ସମସ୍ତଙ୍କୁ ବନ୍ଦୀ କରି ରଖିଛି। ଏହା କହି ତା ବ୍ୟାଗରୁ ଗୋଟିଏ ଆଇନା କାଢ଼ି ସେ ବ୍ରହ୍ମ ରାକ୍ଷସକୁ ଦେଖାଇଲା। କହିଲା, ଏଇ ଦେଖ, ଏ ଆଇନା ଭିତରେ ତୋ ଆତ୍ମା ବନ୍ଦୀ ହୋଇଯାଇଛି। ବ୍ରହ୍ମ ରାକ୍ଷସଟି ଆଶ୍ଚର୍ଯ୍ୟ ହୋଇ କହିଲା, ହେଲେ ମୋ ଶରୀର ତ ଏଇଠି ଅଛି। ବ୍ରାହ୍ମଣଟି କହିଲା, ଏଇଟା କେବଳ ତୋ ଶରୀର, କିନ୍ତୁ ତୋ ଆତ୍ମା ଏ ଆଇନା ଭିତରେ ବନ୍ଦୀ ହୋଇଯାଇଛି। ବ୍ରହ୍ମ ରାକ୍ଷସଟି କହିଲା, ନା, ଇଏ ତ ଅସମ୍ଭବ। ବ୍ରାହ୍ମଣଟି କହିଲା, ଠିକ୍ ଅଛି, ନ କର ବିଶ୍ୱାସ, ମୁଁ ଯାଉଛି। ବ୍ରହ୍ମ ରାକ୍ଷସଟି କହିଲା, ରହ, ମୋ ଆତ୍ମାକୁ ଛାଡ଼ିଦେ। ବ୍ରାହ୍ମଣଟି କହିଲା, ମୁଁ ଯଦି ତୋତେ ଛାଡ଼ିଦେବି ତାହେଲେ ମୋତେ କ'ଣ ମିଳିବ? ବ୍ରହ୍ମ ରାକ୍ଷସଟି କହିଲା, ତୋର କ'ଣ ଦରକାର? ବ୍ରାହ୍ମଣଟି କିଛି ସମୟ ଭାବିଲା। କହିଲା, ମୋତେ 100 ସ୍ୱର୍ଣ୍ଣ ମୁଦ୍ରା ଆଣିଦେ, ତାହେଲେ ମୁଁ ତୋତେ ଛାଡ଼ିଦେବି। ବ୍ରହ୍ମ ରାକ୍ଷସଟି କ'ଣ ଗୋଟିଏ ମନ୍ତ୍ର କହିଲା। ସଙ୍ଗେ ସଙ୍ଗେ ଆଖି ସାମ୍ନାରେ 100 ସ୍ୱର୍ଣ୍ଣ ମୁଦ୍ରା ଦେଖାଗଲା। ତାପରେ ବ୍ରହ୍ମ ରାକ୍ଷସଟି କହିଲା, ଏବେ ମୋ ଆତ୍ମାକୁ ବାହାର କର। ବ୍ରାହ୍ମଣଟି ବ୍ୟାଗରୁ ଆଇନା କାଢ଼ିଲା। କିଛି ଗୋଟେ ମନ୍ତ୍ର ବୋଲି ଆଇନାକୁ ଓଲଟାଇ ଧରି ବ୍ରହ୍ମ ରାକ୍ଷସକୁ ଦେଖାଇ କହିଲା, ଏଇ ଦେଖ, ଆଇନାରେ ତ ଆତ୍ମା ନାହିଁ। ତାପରେ ବ୍ରହ୍ମ ରାକ୍ଷସଟି କୁଆଡ଼େ ଚାଲିଗଲା ଆଉ ବ୍ରାହ୍ମଣଟି 100 ସ୍ୱର୍ଣ୍ଣ ମୁଦ୍ରା ଧରି ତା ଘରକୁ ଫେରିଲା। ହଁ ସାଙ୍ଗମାନେ, ଆଶା କରୁଛି ଏହି ଗଳ୍ପଟି ତୁମକୁ ବହୁତ ଭଲ ଲାଗିଥିବ। ଯଦି ଏହି ଗଳ୍ପଟି ତୁମକୁ ଭଲ ଲାଗିଥାଏ ତେବେ ନିଶ୍ଚିତ ଭାବରେ ଲାଇକ୍, ସେୟାର ଏବଂ କମେଣ୍ଟ କରିବେ। ଏବଂ ଯଦି ଆପଣମାନେ ଏପର୍ଯ୍ୟନ୍ତ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତେବେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ।